ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ଗୋଟେ ମୁଁ ଅନୁରୋଧ କରିବି ଯେ ଆପଣମାନେ ଯେପରି ଏହି ଆତ୍ମିକ ଔଷଧ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିଛନ୍ତି, ସେହିପରି ଆତ୍ମିକ ଔଷଧ ଫେସବୁକ୍ ପେଜ୍କୁ ଆପଣ ଫଲୋ କରନ୍ତୁ। ଏହା ମୋର ଆପଣଙ୍କ ନିକଟରେ ବିଶେଷ ନିବେଦନ। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, କଥାରେ ଗୋଟେ ଅଛି, ଜେସାକୁ ତେସା। ଆଉ ଗୋଟେ ବି ଲୋକ କଥା ରହିଅଛି, ଯେମିତି କରିବ ସେମିତି ଭରିବ। ତେବେ ପ୍ରିୟ ବନ୍ଧୁଗଣ, ଘଟଣାଟା ହେଉଛି ଉତ୍ତରପ୍ରଦେଶର। ଆପଣ ପ୍ରଥମେ এই ଭିଡ଼ିଓ ଦେଖନ୍ତୁ, ତାପରେ ଆମେ ଆଲୋଚନା କରିବା। उत्तर प्रदेश के फिरोजाबाद में एक गांव में प्रदर्शन करने पहुंचे बजरंग दल के कार्यकर्ताओं को गांव वालों ने ही बुरी तरह से पीटकर वहां से खदेड़ दिया। उस गांव के अंदर एक लड़का था, मुसलमानों जो 14 साल का था, उसने एक पोस्ट डाली थी, भारत के अंदर प्रधानमंत्री मुसलमान बनता है तो आने वाले समय में और राम मंदिर तोड़कर बाबरी मस्जिद का निर्माण करेंगे। नहीं चलेगी, नहीं चलेगी, नहीं चलेगी। बुलेट करके जाएंगे, राम राम चिल्लाएंगे, राम राम चिल्लाएंगे। दोस्तों, मैं पहले भी कहता रहा हूं कि अगर आपकी भावनाएं गलती से भी आहत हो जाएं, तो आपको सबसे पहले पुलिस को फोन करना चाहिए। तमाशा मत खड़ा करिए, पुलिस को जांच करने दीजिए, उसके आधार पर कार्रवाई करने दीजिए। लेकिन क्या कहते हैं, दिहाड़ी मजदूरों को इतनी पचती कहां है, वरना रात की रोटियां कैसे निकलेंगी, घर परिवार कैसे पालेंगे। औकात हैसियत तो इनकी बची नहीं है, ना ये डॉक्टर, ना इंजीनियर, ना लेना देना, ना पढ़ाई लिखाई। लंपटों की फौज खड़ी कर दी गई है। ऊपर सत्ताधारी दल के नेता भी कहते हैं, इनको आशीर्वाद देते रहते हैं। तो ऐसा पड़ गया भारी किस पर? वो हिंदूवादी संगठन के लोग जो लंपटाई करने के लिए जाने जाते हैं। ऐसे लताड़े गए हैं ना, मैं कहता हूं वो नहीं, उनकी साथ साथ पुश्तें भी याद रखेंगी। वैसे मैं उसका समर्थन नहीं करता, लेकिन मुझे लगता है ऐसे लंपटों के खिलाफ जब पुलिस और सरकार भी कार्रवाई करने से बचे तो लताड़ना भी सही था। खैर, आज तबे प्रिय बंधुगण, ख्रीष्टर प्रिय भाई भौणी माने, ଯେମିତିକି ମୁଁ ଆପଣଙ୍କୁ କହିଥିଲି, ଯେମିତି କରିବ ସେମିତି ଭରିବ। ମନ୍ଦିରକୁ ଭାଙ୍ଗି ଦିଆଗଲା, ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଗଲା। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଏ କଥା ଶୁଣି ଶୁଣି ଆପଣ ଆସୁଥିବେ ଯେ ଚର୍ଚ୍ଚ ଭଙ୍ଗାଗଲା। ଏଇଟା କୌଣସି ନୂଆ କଥା ନୁହେଁ। ଚର୍ଚ୍ଚ ଭଙ୍ଗାଗଲା, ମସଜିଦ୍ ଭଙ୍ଗାଗଲା। ତେବେ କେବଳ ଏହି ଘଟଣା ନୁହେଁ, ୟାକୁ ଛାଡ଼ିକି ଅନେକ ଘଟଣା ଏମିତି ଘଟୁଅଛି ଯାହାକି ନ୍ୟୁଜ୍ରେ ଦେଖାଯାଉନାହିଁ। ଆଉ ସେଥିମଧ୍ୟରୁ କେତେବେଳେ କେମିତି ଗୋଟେ ଗୋଟେ ନ୍ୟୁଜ୍ ଏମିତି ସାମ୍ନାକୁ ଆସେ ଯେ ମନ୍ଦିର ଉପରେ ଆକ୍ରମଣ ହେଲା ବୋଲି। ଅନେକ ମନ୍ଦିର ଗୁଡ଼ିକ ଭଙ୍ଗା ହେଉଛି, କିନ୍ତୁ ସେଗୁଡ଼ିକ ନ୍ୟୁଜ୍ ସାମ୍ନାକୁ ଆସୁନାହିଁ। ତେବେ ଇଏ ହେଉଛି ଗୋଟେ ନ୍ୟୁଜ୍ ଆପଣମାନଙ୍କ ନିମନ୍ତେ ଯେ ମନ୍ଦିର ଭଙ୍ଗା ହେଲା। ମନ୍ଦିର କାହିଁକି ଭଙ୍ଗା ହେଲା, କେମିତି ଭଙ୍ଗା ହେଲା, ସେଇଟା ତ ଅଲଗା ବିଷୟ ପ୍ରିୟ ବନ୍ଧୁଗଣ। କିନ୍ତୁ ଗୋଟେ ବିଷୟ ଦେଖନ୍ତୁ, ଭାରତବର୍ଷରେ ଅନେକ ବିରୋଧୀମାନେ ଅଛନ୍ତି, ଯେଉଁମାନଙ୍କ ଭିତରେ ଏତେ ଘୃଣା ଭାବନା ଭରି ରହିଅଛି। ଘୃଣାର ଅଗ୍ନି ସେମାନଙ୍କ ଭିତରେ ଏମିତି ଭାବରେ ଭରି ରହିଛି, ସେମାନେ କ'ଣ କରୁଛନ୍ତି, କେତେବେଳେ ଚର୍ଚ୍ଚ ଜଳାଇ ଦେଉଛନ୍ତି, କେତେବେଳେ ମସଜିଦ୍ ଭାଙ୍ଗି ଦେଉଛନ୍ତି। କିନ୍ତୁ ପ୍ରିୟ ବନ୍ଧୁଗଣ, ଏମାନଙ୍କର ମଧ୍ୟ ମନ୍ଦିରକୁ ଭଙ୍ଗାଯାଉଛି।
କିନ୍ତୁ ସେଇଟା ସାମ୍ନାକୁ ଆସୁନାହିଁ। ଆଉ ଏଇ ଭିଡ଼ିଓ କ୍ଲିପ୍ ଏମିତି ଭିଡ଼ିଓ କ୍ଲିପ୍ ପ୍ରାୟ ବହୁତ କମ୍ ଦେଖିବା ପାଇଁ ମିଳେ ଯେ ମନ୍ଦିରକୁ ଭଙ୍ଗାଗଲା ବୋଲି। ତେବେ ଏଇ ମନ୍ଦିର ଭାଙ୍ଗିବା ବିଷୟରେ ଆପଣ କ'ଣ ଭାବୁଛନ୍ତି କମେଣ୍ଟ କରନ୍ତୁ। ଆଉ ଯେଉଁଟା ମୁଁ କହିଲି ଯେମିତି କରିବ ସେମିତି ଭରିବ। ଆଉ ପ୍ରଭୁଙ୍କର ବାକ୍ୟ ମଧ୍ୟ କହେ ଯେ ତୁମେ ଯାହା ବୁଣିବ ତାହା ତୁମେ କାଟିବ। ତୁମେ ଯଦି ଗହମ ବୁଣିବ ତେବେ ଗହମ କାଟିବ। ଯଦି ତୁମେ କାନକୋଳି ଗଛ ଯଦି ଲଗାଇବ ସେଥିରୁ ତୁମେ ଡିମିରି ତୋଳିବ ନାହିଁ, ସେଠୁ ତୁମେ କାନକୋଳି ଫଳ ହିଁ ତୁମେ ତୋଳିବ। ଆମ୍ବ ଲଗେଇକି କେହି ପଣସ ତୋଳେ ନାହିଁ। ଯାହା ବୁଣିବ ଯାହା ଲଗେଇବ ସେଇ ଫଳ ହିଁ ହେବ। ତେଣୁ ପ୍ରିୟ ବନ୍ଧୁଗଣ, ବିରୋଧୀମାନେ ବିଗତ ଦିନମାନଙ୍କରେ ଏମାନେ କେତେ ଯେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କେତେ ଯେ କର୍ମ ଏମାନେ କରିଆସିଛନ୍ତି ତା'ର କୌଣସି ହିସାବ ନାହିଁ। ଆଉ ବର୍ତ୍ତମାନ ସେଗୁଡ଼ିକ ଧୀରେ ଧୀରେ ସେମାନଙ୍କ ଉପରେ ହିଁ ବର୍ତ୍ତୁଅଛି, ଯେଉଁଟାକି ସେମାନଙ୍କର ମୁଣ୍ଡରେ ହିଁ ପଶୁନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଏ ଭିଡ଼ିଓ ଦେଖିକି ଆପଣ କ'ଣ ଅନୁଭବ କରୁଛନ୍ତି କମେଣ୍ଟ କରିକି ନିଶ୍ଚିତ ଜଣାନ୍ତୁ। ଆଉ ଏ ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ମୋର ବିଶେଷ ଅନୁରୋଧ, ଯେପରି ଅନ୍ୟମାନେ ବି ଯେପରି ଏହି ଖବରକୁ ଯେମିତି ସେମାନେ ଶୁଣିବାକୁ ପାରିବେ। ସମସ୍ତଙ୍କୁ ନମସ୍କାର ପ୍ରିୟ ବନ୍ଧୁଗଣ। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।